ମୟୂରଭଞ୍ଜ ପରିଶ୍ରମୀ ଚାଷୀମାନଙ୍କ ଜମି, କିନ୍ତୁ ଆଜି ଏଠି ପରିଶ୍ରମ ଅଛି, ହେଲେ ପ୍ରତିଦାନରେ ମିଳୁଛି କେବଳ ପ୍ରତୀକ୍ଷା। ମଙ୍ଗଳରେ କେନାଲ ଗୁଡ଼ିକ ପୁରା ଶୁଖିଗଲା। ପାଣି ନଥିଲେ ଧାନ ଗଛ ଗୁଡ଼ିକ କେମିତି ବଞ୍ଚିବେ କହିଲେ? ଗତ ବର୍ଷ ଧାନ ବୁଣିବା ପାଇଁ ଆମେ ଲଙ୍ଗଳ ଛାଡ଼ିଲୁ, ଅଫିସରେ ଧାଡ଼ି ଲଗେଇଲୁ, କାଗଜ ଦେଲୁ, ବାକି ସହାୟତା ମିଳିଲାନି। ପାଣି ପ୍ରଥମ ଆବଶ୍ୟକତା, କିନ୍ତୁ ମେଘଠୁ ଅଧିକ ଅପେକ୍ଷା କରେ ଏହି ମାଟି। ସାର୍, ଆମ ପାଳି ଆସିଲାନି। 5 କିଲୋମିଟର ଦୂରରୁ ଚାଲି ଚାଲି ଆସିଥିଲି ବିହନ ନେବାକୁ। ଷ୍ଟକ୍ ସରିଗଲାଣି, ଉପରୁ ସପ୍ଲାଇ ଆସିଲେ ପାଇବ। ଆର ସପ୍ତାହକୁ ଆସ। ସମୟରେ ବିହନ ମିଳିଲେ ଚାଷ ହୁଅନ୍ତା, କିନ୍ତୁ ଏଠି ସମୟଠୁ ଆଗେ ଆଶା ଶୁଖିଯାଏ। ଦବାକୁ ଅଛି ଦିଅ, ନହେଲେ ମାଲ ନେଇ ଫେରିଯାଅ। ଆଜ୍ଞା, କୁଇଣ୍ଟାଲକୁ 100 ଟଙ୍କା। ଆମେ ଚଳିବୁ କେମିତି? ଏଥିରେ ବିହନ ଖର୍ଚ୍ଚ ବି ବାହାରିବ କେମିତି? ଆମେ ସାରା ଜଗତକୁ ଖାଦ୍ୟ ଦେଉଛେ, କିନ୍ତୁ ଆମ ପିଲାମାନେ ଉପାସ ଶୋଉଛନ୍ତି। ଦେଖନ୍ତୁ, ସବୁ ଯୋଜନା ଏଠାରେ ଅଛି, କିନ୍ତୁ ଆପଣଙ୍କୁ ଅନଲାଇନରେ ହିଁ ଆବେଦନ କରିବାକୁ ପଡ଼ିବ। ସାର୍, ଆମ ଗାଁରେ ତ ନେଟୱାର୍କ ନାହିଁ, ମୋ ପାଖରେ ସେମିତି ବଡ଼ ଫୋନ୍ ବି ନାହିଁ, ତ ଆମେ କେମିତି କରିବୁ? ମଉସା, ଡରନ୍ତୁ ନାହିଁ, ମୁଁ ଆପଣଙ୍କୁ ସହାୟତା କରିବି। ଆମେ ଏକା ସାଥିରେ ବସିକି ସବୁ ଯୋଜନା ଆବେଦନ କରିବା। ଆମେ ଏଥର ପୁଣି ଫସଲ ଉଠେଇବୁ, ଆମେ ହାରିବୁନି।